वेलकम बैक सांग मैंने मु चिन्मय चिन्मय विजुअल 77 को आपण मानक स्वागत। तो सांग मैंने आज आमर गोटे फाइनल मैच अच्छी जोटा कि धामनगर रे अच्छी। तो आम बर्तमान ए बाहरी गलु चलतु देखा मैच रे केमती कौन रोचे सब मैच रे कौन मैच कौन है कौन ना केमती कौन। तो जदि वीडियोटी को प्रथम करके आसी तो चैनल को सब्सक्राइब करंतु, बेल आइकन को प्रेस करंतु एमती नया वीडियो देखि पारथिबे। ये रहले हमर सब प्लेयर्स। तो वर्तमान आम चंडीखोल पाखापाखि हो गलुनी आ समय पर आमर जो रहा धामनगर जो भद्रक डिस्ट्रिक्ट रे जाउची धामनगर। तो सेटा हमर मैच अच्छी जाजपुर 11 स्टार सहित मैच अच्छी हमर। আমি জীব গলা বেলে কহিব হাকিসু না বলি যাও জীব ফাইনালি এই বর্ষ সুপার হিট হলো এই ম্যাচে খনকে মানে আমরা যাজপুর 11 স্টার মানে চ্যাম্পিয়ন হয়েছেন। সেনার ডায়লগ
ଭିଡ଼ିଓଟି କେମିତି କ'ଣ ଲାଗିଲା ସମସ୍ତ ମନ ଯଦି ପବିତ୍ର ଥାଏ ଏଇ ମନ କାଶୀ ବୃନ୍ଦାବନ। ଆଉ ବେଶୀ ସମୟ ନେବାନି ଖେଳାଳିମାନେ ପୁଣି ତାଙ୍କ ଘରକୁ ଯିବେ ଏଣିକି ଟ୍ରଫି ଦେବା ଆରମ୍ଭ କରନ୍ତୁ। ସବୁ ମାନେ ଗଣମାଧ୍ୟମରେ ଏବଂ ସବୁ ମଞ୍ଚରେ ମୁଁ କହି ଆସିଛି, ଦୁନିଆରେ ଆମେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ମନ୍ଦିର ତିଆରି କରୁଛୁ, କିନ୍ତୁ ମନ୍ଦିର ଭିତରକୁ କେବେ ଠାକୁର ଆସି ଆମ ପେଟରେ ହାତ ମାରି ନାହାନ୍ତି। ତେଣୁ ଜୀବନ୍ତ ଭଗବାନ ହେଲେ ବାପା ମା। ବର୍ତ୍ତମାନ ସାରା ଭାରତ ସାରା ଓଡ଼ିଶାରେ ବୃଦ୍ଧାଶ୍ରମ ବଢ଼ି ଚାଲିଛି। ମୋ ସମସ୍ତଙ୍କୁ ଅନୁରୋଧ, ବାପା ମା ବୁଢ଼ା ହେଇଗଲା ପରେ, ବୟସ ହୋଇଗଲା ପରେ ସେମାନେ ବୃଦ୍ଧାଶ୍ରମ ପଠାନ୍ତୁ ନାହିଁ। ବାପା ମା ବଞ୍ଚିଥିବା ପର୍ଯ୍ୟନ୍ତ ସେମାନଙ୍କ ସେବା କରନ୍ତୁ। ମୁଁ ସ୍ୱର୍ଗତ ଶ୍ରୀ ହରିଚରଣ ଦାସ, ସ୍ୱର୍ଗତ ମାତା ରାଧାରାଣୀ ଦାସଙ୍କର ସେ ଆଶା ସେ ଆଶୀର୍ବାଦରେ ମୁଁ ଭାବୁଛି ତାଙ୍କର ସେଇ ମୁହୂର୍ତ୍ତ ଯୋଉଟାକି ମତେ ଜନ୍ମ ଦେଇଥିଲେ, ମୁଁ ଆଜି ସାରା ଓଡ଼ିଶାରେ ଗୌରବ ଦାସରେ ପରିଚିତ ହୋଇପାରିଛି। ତେଣୁ ମୋର ସମସ୍ତଙ୍କୁ ଅନୁରୋଧ, ବାପା ମା ମରିବା ପର୍ଯ୍ୟନ୍ତ, ବଞ୍ଚିଥିବା ପର୍ଯ୍ୟନ୍ତ ସେମାନଙ୍କ ସେବା କରନ୍ତୁ, ସେମାନଙ୍କ କେୟାର ନିଅନ୍ତୁ। ଏତିକି ମୋ ସମସ୍ତଙ୍କୁ ଅନୁରୋଧ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଗୋଟିଏ କହ ଗୌରବ ଦାସ କାହାର ଦୋଷ, କହ ଗୌର ଦାସ ସେଥିରୁ ଗୋଟିଏ ଡାଇଲଗ ତ ସବୁ ମନେ ନାହିଁ, ତଥାପି ପ୍ରଥମ ଡାଇଲଗଟା ଟିକେ ମନେ ପଡୁଛି। ମୁଁ କହୁଛି, ବର୍ଷକୁ ସବୁ 5 ଜଣ 6 ଜଣ ନାଟକ ଶିଖୁଛୁ। ଜଗନ୍ନାଥ ହେ ଜଗନ୍ନାଥ, ଭକ୍ତଙ୍କ ଆକୁଳ ନିବେଦନ କଥା ଶୁଭୁନି। କିଛି ମାଗିବିନି, କିଛି ମାଗିବିନି, ଖାଲି 22 ପାହାଚ ହାତେ। ଜଗନ୍ନାଥ ମୁଁ ଯଦି ତମ ଝିଅ ହୁଅନ୍ତି, କିଛି ମାଗନ୍ତିନି, ଖାଲି ରତ୍ନ ଭଣ୍ଡାର ଚାବି କାଟିଟି ମାଗନ୍ତି। ଜଗନ୍ନାଥ ରତ୍ନ ବେଗରେ ବସି ମୁଣ୍ଡରେ ଟେକା ବସିଛୁ, ହେଲେ ତ ଭକ୍ତମାନେ ବଡ଼ ଦାଣ୍ଡରେ ଭିକ ମାଗୁଛନ୍ତି। କହିପାରିବୁ କାହିଁକି, କାହିଁକି ଭିକ ମାଗୁଛନ୍ତି? ତୁ କିଛି କହିପାରିବୁନି। ସେଇଥିପାଇଁ ସମସ୍ତେ କୁହନ୍ତି, ସେଇଥିପାଇଁ ସମସ୍ତେ କୁହନ୍ତି, କହ ଗୌର ଦାସ ଏ କାହାର ଦୋଷ? ମନେ ଧନ୍ୟବାଦ। କିଏ ଗୋଟେ ମାର୍କରେ ଫେଲ୍ ହୁଏ, କିନ୍ତୁ ଗୋଟେ ରନ୍ରେ ଆମେ ପଛକୁ ରହିଯାନ୍ତି, ସିଏ ରନ୍ ସଫଳ ରହିଯାନ୍ତି। କ'ଣ ତ୍ରୁଟି ରହିଲା, ଖାଲି ଗୋଟେ ପଦରେ କହିବେ କ'ଣଟା ତ୍ରୁଟି ରହିଲା। ଯଦି ଆମେ ସ୍କୋର ଏତେ କମ୍ ହେଲା, ପ୍ରଥମ ତ ଆମର ପାର୍ଟନରସିପ୍ ହେଇପାରିଲାନି, ଯେଉଁଥିପାଇଁକି ଆମର ଏତେ କମ୍ ରହିଲା। ପାର୍ଟନରସିପ୍ ହେଇପାରିଲା, ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା, ୱିକେଟ୍ ରେଗୁଲାର ଇଣ୍ଟରଭାଲରେ ପଡ଼ିଥିଲା, ସେଇଥିପାଇଁ। କିନ୍ତୁ ଲିଗ୍ ମ୍ୟାଚ୍ରେ କ୍ୱାର୍ଟର ଫାଇନାଲରେ ବହୁତ ଭଲ ଖେଳିଥିଲେ। ଆମେ ଦର୍ଶକ ଏତେ ସବୁ ଆଶା କରୁଥିଲେ 180 200 ରନ୍ ହେବ, କିନ୍ତୁ ସେମିତି କିଛି ହେଲାନି। କିନ୍ତୁ ଯେତେବେଳେ ବୋଲିଂ ଆଟାକୁ ଗଲେ, ପ୍ରଥମେ 4ଟି ୱିକେଟ୍ ମଧ୍ୟ ଆପଣ ଅପେକ୍ଷା କରିଥିଲେ, ସେତେବେଳେ ବି ଦର୍ଶକ ଚାହୁଁଥିଲେ ଆଉ କିଛି ହେବ କି। ସେମିତି ମୋତେ ଲାଗୁଥିଲା ବୋଲିଂ ଆଉ କିଛି ବେଟର କରିହେଇଥାନ୍ତା। ବହୁତ ବହୁତ ଧନ୍ୟବାଦ। ଏ ମ୍ୟାଚ୍ରେ ଆଜି ଆପଣ ରନର୍ସ ଅପ୍ ଆଉ କେଉଁଥିରେ ୱିନର ହେବେ, ସେଥିପାଇଁ ଆଗତ ଭବିଷ୍ୟତ ପାଇଁ ବହୁତ 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 ଶୁଭକାମନା।